ମୁଁ କଲେଜ ସମୟରୁ ଭଲ ପାଉଥିଲି। ପଢ଼ା ସରିଲା ପରେ ଚାକିରି କଲି, ସେ ମଧ୍ୟ ଚାକିରି ପାଇଲେ। ଆମେ ମିଳାମିଶା ହେଉଥିଲୁ। କିଛି ଦିନ ପରେ ପରିବାରରେ ଆଲୋଚନା କରି ବିବାହ ବନ୍ଧନରେ ବାନ୍ଧି ହେଲୁ। ଯେମିତି ରୀତି ରିବାଜରେ ହେଲା, ଚତୁର୍ଥୀ ମଧ୍ୟ ବେଶ୍ ଆମୋଦରେ କଟିଲା। ଗୋଟେ ମାସ ପରେ ଶ୍ୱଶୁରଙ୍କ ତରଫରୁ ଟିକେଟ୍ କରି କହିଲେ, ତୁମେ ଦୁଇ ଜଣ ହନିମୁନରେ 15 ଦିନ ଟୁର୍ କରିକି ଆସ। ସ୍ତ୍ରୀ ସେଦିନ ରାତିରେ ପଚାରେ, ଆମେ ହନିମୁନ୍ କାହିଁକି ଯିବା? ଆମର ତ ଚତୁର୍ଥୀ ରାତିରୁ ହନିମୁନ୍ ସରିଯାଇଛି, ପୁଣି କାହିଁକି ଏତେ ଖର୍ଚ୍ଚ? ମୁଁ ବି ସେୟା ଚିନ୍ତା କରି ମନା କରିବାକୁ ଚିନ୍ତା କରି ଶ୍ୱଶୁରଙ୍କ ଘରକୁ ଯାଉଥିଲୁ। ବାଟରେ ଗୋଟେ ମନ୍ଦିର ପଡ଼େ, ଆଉ ସେଠି ଜଣେ ସାଧୁ ରହୁଥିଲେ। ଆମର ଦେଖା ହେଇଗଲା। ଦର୍ଶନର ଶେଷ ମୁହୂର୍ତ୍ତରେ ସାଧୁ ଆମକୁ ପଚାରନ୍ତି, ବେଟା, ତୁମେ ଦୂର ଯାତ୍ରା କରିବ, ହସ ଖୁସିରେ ସମୟ ଯିବ, ପରିବାରକୁ ଆଉ ଦୁନିଆକୁ ଗୋଟେ ଯୋଗ୍ୟ ସନ୍ତାନଟିଏ ଦେବ। ଆମେ ଆଶ୍ଚର୍ଯ୍ୟ ହୋଇ ସାଧୁଙ୍କୁ ସବୁ ଅମୂଳଚୂଳ କହିଲୁ। ସେ ଆମକୁ ବୁଝାଇଲେ, ହନିମୁନ୍ ମାନେ ମଧୁଚନ୍ଦ୍ର, ମଧୁର ଚନ୍ଦ୍ରିକାର ରାତିରେ ସୁନସାନ ପରିବେଶ ସହ ପ୍ରକୃତିର ସୌନ୍ଦର୍ଯ୍ୟ, ସୁଷମ ଖାଦ୍ୟ ଆଉ ବସ୍ତ୍ର ଭିତରେ ପୁରୁଷ ଆଉ ସ୍ତ୍ରୀର ସମ୍ମିଳନରେ ସୃଷ୍ଟି ହୁଏ ଯୋଗ୍ୟ ସନ୍ତାନ, ଯାହାକି କୁଳ ବଂଶର ମର୍ଯ୍ୟାଦା ରଖିବ। କିନ୍ତୁ ମନେ ରଖ, ଯଦି ରାକ୍ଷସ ଖାଦ୍ୟ ଆଉ ମାଦକର ପରିବେଶରେ ସନ୍ତାନଟିଏ ସୃଷ୍ଟି ହୁଏ, ତେବେ ମନେ ରଖ, ବର୍ବାଦୀର ଭବିଷ୍ୟତ ଦେଖିବ। ଆମେ ସମସ୍ତେ କଥା ଶୁଣି ସେହି ମଧୁର ଚନ୍ଦ୍ରିକା ରାତିର ଯୋଜନାରେ ପ୍ରସ୍ତୁତି ତିଆରି କରି ଚାଲିଲୁ।